ବୀର ସୁରେନ୍ଦ୍ର ଜୟନ୍ତୀ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ଜ୍ଞାନ ଗୁଣରେ ଗରିଆନ ତଥା ନୀତି ଆଦର୍ଶରେ ଗଢ଼ା ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଆଜି ହେଉଛି ଜାନୁଆରୀ ମାସ 23 ତାରିଖ। ଓଡ଼ିଶାର ବରପୁତ୍ର ବୀର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ମୁଁ ଏହି ମହାନ ବିପ୍ଳବୀଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବୀର ସୁରେନ୍ଦ୍ର ସାଏ 1809 ମସିହା ଜାନୁଆରୀ ମାସ 23 ତାରିଖରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଧରମ ସିଂ ଓ ମାତାଙ୍କ ନାମ ରେବତୀ ଦେବୀ। ସେ ହେଉଛନ୍ତି ଉତ୍କଳ ମାତାର ବୀର ସନ୍ତାନ। ପିତାଙ୍କ ମୃତ୍ୟୁ ପରେ ସେ ତାଙ୍କ ପିତୃତୁଲ୍ୟ କକା ବଳରାମ ସିଂଙ୍କ ତତ୍ତ୍ୱାବଧାନରେ ସମସ୍ତ ଅସ୍ତ୍ର ଶିକ୍ଷା ଲାଭ କରିଥିଲେ। ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହତିବାରୀ ଜମିଦାରଙ୍କ ସୁକନ୍ୟା ସୁବର୍ଣ୍ଣ କୁମାରୀଙ୍କୁ ବିବାହ କରିଥିଲେ। ଘୋଡ଼ା ଚଢ଼ାଠାରୁ ଆରମ୍ଭ କରି ଖଣ୍ଡା ଚାଳନା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ବୀର ସୁରେନ୍ଦ୍ର ସାଏ ସୁଦକ୍ଷ ଥିଲେ। 1827 ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ଅକସ୍ମାତ୍ ଇହଧାମ ତ୍ୟାଗ କରିଥିଲେ। ତାଙ୍କର କୌଣସି ସନ୍ତାନ ନଥିଲେ। ତେଣୁ ମହାରାଜାଙ୍କ ପରେ ଉତ୍ତରାଧିକାରୀ କିଏ ହେବ ତାହା ନିରୂପଣ କରିବା କ୍ଷମତା ଇଂରେଜ ସରକାର ହାତକୁ ନେଇଥିଲେ। ମହାରାଜା ସାଏଙ୍କ ମୃତ୍ୟୁ ପରେ ରାଜ୍ୟ ଶାସନ କରିବା ପାଇଁ ଅନେକ ରାଜବଂଶୀ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଇଂରେଜମାନେ ତାହାକୁ ଉପେକ୍ଷା କରିଥିଲେ। ଇଂରେଜମାନେ ନିଶ୍ଚିତ ଥିଲେ ଯେ ରାଜାଙ୍କର ବିଧବା ରାଣୀ ମୋହନ କୁମାରୀ ସୁଚାରୁ ରୂପେ ଶାସନ କାର୍ଯ୍ୟ ପରିଚାଳନା କରିପାରିବେ ନାହିଁ। ରାଣୀ ସେମାନଙ୍କର ହାତର ଖେଳନା ହୋଇ ରହିବେ ଏବଂ ଏହାର ଫାଇଦା ନେଇ ଇଂରେଜମାନେ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିପାରିବେ। ବୀର ସୁରେନ୍ଦ୍ର ସାଏ ମଧ୍ୟ ସେହି ରାଜବଂଶୀଙ୍କ ମଧ୍ୟରୁ ଜଣେ ଥିଲେ। ପ୍ରକୃତ ପକ୍ଷେ ସେ ରାଜଗାଦି ଲାଭ କରିବାର ହକଦାର ଥିଲେ, ମାତ୍ର ଇଂରେଜମାନେ ତାଙ୍କୁ ଜାଣିଶୁଣି ରାଜା କରି ନଥିଲେ। କାରଣ ଇଂରେଜମାନେ ଜାଣିଥିଲେ ଯେ ସୁରେନ୍ଦ୍ର ସାଏ କେବେ ବି ତାଙ୍କର ଅନୁଗାମୀ ହେବେ ନାହିଁ। ତେଣୁ ଇଂରେଜମାନେ ମୋହନ କୁମାରୀଙ୍କୁ ରାଜ୍ୟର ଶାସନଭାର ଲଦିଦେଲେ। ମୋହନ କୁମାରୀ ବହୁତ ସାଧାସିଧା ଓ ସରଳ ବିଶ୍ୱାସୀ ମଣିଷ ଥିଲେ। ତାଙ୍କୁ ରାଜ୍ୟ କାର୍ଯ୍ୟର କୌଣସି କୌଶଳ ଜଣାନଥିଲା। ତେଣୁ ସେ ଇଂରେଜମାନଙ୍କ ଇସାରାରେ ପ୍ରତ୍ୟେକ କାର୍ଯ୍ୟ କଲେ। 1837 ମସିହାରେ ସୁରେନ୍ଦ୍ର ସାଏ ବଳରାମ ସିଂ ତଥା ଲେଖନପୁରର ଜମିଦାର ବଳଭଦ୍ର ଦେବ ମିଶି ବିଚାର ବିମର୍ଶ କରୁଥିବା ସମୟରେ ହଠାତ୍ ଇଂରେଜମାନେ ଗଣ୍ଡଗୋଳ କଲେ। ଆଖି ପିଛୁଳାକେ ସେମାନଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଗଲା ଏବଂ ଇଂରେଜମାନେ ବଳଭଦ୍ର ଦେବଙ୍କୁ ନିର୍ମମ ଭାବେ ହତ୍ୟା କଲେ। ତଥାପି ଇଂରେଜମାନଙ୍କ ବିରୁଦ୍ଧରେ ସୁରେନ୍ଦ୍ର ସାଏଙ୍କର ବିଦ୍ରୋହ କମିଲା ନାହିଁ। ତାଙ୍କର ଇଂରେଜମାନଙ୍କ ବିରୋଧୀ କାର୍ଯ୍ୟକଳାପ ଦେଖି ଇଂରେଜମାନେ ତାଙ୍କୁ ବହୁତ ଭୟ କରୁଥିଲେ। ଶେଷରେ ଇଂରେଜ ସରକାର ତାଙ୍କୁ ଧରିବା ପାଇଁ 250 ଟଙ୍କା ପୁରସ୍କାର ଘୋଷଣା କରିବା ସହିତ ଗୁପ୍ତଚର ନିୟୋଜିତ କଲେ। 1864 ମସିହା ଜାନୁଆରୀ 23 ତାରିଖରେ ସୁରେନ୍ଦ୍ର ସାଏ ତାଙ୍କ ପରିବାର ସହିତ ଶୋଇଥିବା ସମୟରେ ଇଂରେଜ ପୋଲିସମାନେ ଆସି ତାଙ୍କୁ ଧରି ନେଇଥିଲେ ଏବଂ ନାଗପୁର ଆଶୀର୍ବାଦ ଜେଲରେ ବନ୍ଦୀ କରି ରଖିଥିଲେ। ଜେଲରେ ତାଙ୍କୁ ଅନେକ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବା ସତ୍ତ୍ୱେ ସେ କେବେ ବିଦେଶୀ ଶାସକଙ୍କ ପାଖରେ ମୁଣ୍ଡ ନୁଆଇ ନଥିଲେ। ବୀର ସୁରେନ୍ଦ୍ର ସାଏ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ତାଙ୍କୁ ଆଶୀର୍ବାଦ ଜେଲରେ ବନ୍ଦୀ କରି ରଖାଯାଇଥିଲା। ତାଙ୍କ ଜୀବନ କାଳର ମୂଲ୍ୟବାନ 37 ବର୍ଷ ସେ ନିଜର ମାତୃଭୂମି ପାଇଁ ସଂଗ୍ରାମ କରି ଜେଲର ଚାରିକାନ୍ଥ ମଧ୍ୟରେ କାଟିଥିଲେ। ଶେଷରେ ସେ 1884 ମସିହା ଫେବୃଆରୀ ମାସ 28 ତାରିଖରେ ଇହଧାମ ତ୍ୟାଗ କରିଥିଲେ। ସବୁଦିନ ପାଇଁ ଶାନ୍ତ ହୋଇଯାଇଥିଲେ ଉତ୍କଳ ମାତାର ସେହି ସୁଯୋଗ୍ୟ ସନ୍ତାନ ବୀର ସୁରେନ୍ଦ୍ର ସାଏ। ସୁରେନ୍ଦ୍ର ସାଏ କେବଳ ଜଣେ ସୈନିକ ନଥିଲେ, ସେ ଥିଲେ ଓଡ଼ିଆ ସ୍ୱାଭିମାନ ଓ ବୀରତ୍ୱର ପ୍ରତୀକ। ସମ୍ବଲପୁରର ଏହି ସିଂହଙ୍କ ବଳିଦାନ ଆମକୁ ଶିଖାଇ ଦିଏ ଯେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ହେଉଛି ପ୍ରକୃତ ଦେଶପ୍ରେମ। ଆସନ୍ତୁ ଆଜି ସେହି ବୀର ସନ୍ତାନକୁ ସ୍ମରଣ କରି ତାଙ୍କ ପଥ ଅନୁସରଣ କରିବା। ବୀର ସୁରେନ୍ଦ୍ର ସାଏ ଅମର ରହେ। ଜୟ ହିନ୍ଦ, ବନ୍ଦେ ମାତରମ୍।
ପିଲାମାନେ ଭାଷଣଟି ପସନ୍ଦ ଆସିଲେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣେଇବେ।